माँ करुणामयी माँ परम प्रभु श्री अरविंद। आज आम आलोचना आरंभ करवा मातृरचना बड़ी भाग 10 ज्ञान ज्ञान 536 537। ज्ञान 536 प्रभु लिखुଛନ୍ତି ଯେକୌଣସି ବସ୍ତୁର ସମଗ୍ର ସତ୍ୟ ହେଉଛି ଏକ ସମ୍ପୂର୍ଣ୍ଣ ଏବଂ ସର୍ବ ଅନ୍ତର୍ଗତକାରୀ ଗୋଲକ, ଯାହାକି ସର୍ବଦା ଜ୍ଞାନ ରୂପୀ ଈଶ୍ୱରଙ୍କର ସେହି ଏକ ଏବଂ ଅଦ୍ୱିତୀୟ ଆଶ୍ରୟ ଏବଂ ବସ୍ତୁର ଚାରିପାଖରେ ଘୂରିବାରେ ଲାଗିଛି, ମାତ୍ର ତାହାକୁ ମୋଟେ ସ୍ପର୍ଶ କରିପାରୁନାହିଁ। କହୁଛନ୍ତି ଯେକୌଣସି ବସ୍ତୁର ସମଗ୍ର ସତ୍ୟ ହେଉଛି ଏକ ସମ୍ପୂର୍ଣ୍ଣ ଏବଂ ସର୍ବ ଅନ୍ତର୍ଗତକାରୀ ଗୋଲକ, ଯାହାକି ସର୍ବଦା ଜ୍ଞାନ ରୂପୀ ଈଶ୍ୱରଙ୍କର ସେହି ଏକ ଏବଂ ଅଦ୍ୱିତୀୟ ଆଶୟ ଏବଂ ବସ୍ତୁର ଚାରିପାଖରେ ଘୂରିବାରେ ଲାଗିଛି, ମାତ୍ର ତାହାକୁ ମୋଟେ ସ୍ପର୍ଶ କରିପାରୁନାହିଁ। ଆମେ ସୃଷ୍ଟିର ରହସ୍ୟର ଖାଲି ଗୋଟେ ଦିଟା ଲାଇନରେ ଟିକେ ଶୁଣି ଦେଇକି ଆଗକୁ ଯିବା। ସୃଷ୍ଟିର ରହସ୍ୟ ହେଉଛି ଯେ ପ୍ରଭୁ ପରମେଶ୍ୱର ସର୍ବଶକ୍ତିମାନ ନିଜକୁ ନିଜର ବିପରୀତମୁଖୀ ନିଶ୍ଚେତନା ଭିତରେ ପହଞ୍ଚିଛନ୍ତି। ନିଶ୍ଚେତନାରୁ ପରମ ଚେତନା ଆଡ଼କୁ ଯାତ୍ରା ଚାଲିଛି, ସେଇଟା ହେଉଛି ସୃଷ୍ଟି। ନିଶ୍ଚେତନାରୁ ପରମ ଚେତନା ଆଡ଼କୁ ଯାତ୍ରା ଭିତରେ ବିବର୍ତ୍ତନର ପାବଚ୍ଛରେ ଜଡ଼, ପ୍ରାଣ, ମନ ଏସବୁ ଆସିଛି। ଜଡ଼ ପରେ ଯେତେବେଳେ ଲାଇଫ ଆସିଛି, ଜୀବନ ଆସିଛି, ତାପରେ ପ୍ରାଣ ଆସିଛି, ତାପରେ ମନ ଆସିଛି, ଧୀରେ 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 ତାହା ଅଗ୍ରଗତି କରି ଚାଲିଛି। ତେଣୁ ତା ପରବର୍ତ୍ତୀ ପାବଚ୍ଛ ଗୁଡ଼ିକ ନିଶ୍ଚୟ ଆସିବ। ଏଇ ଯୋଉ ନିବର୍ତ୍ତିତ ଅବସ୍ଥାରୁ ବିବର୍ତ୍ତିତ ହେଇ ପରମଙ୍କ ଆଡ଼କୁ ଯାତ୍ରା ହେଉଛି, ଏଇ ମଧ୍ୟବର୍ତ୍ତୀ ସମୟରେ ବସ୍ତୁଟିଏ ସମଗ୍ର ସତ୍ୟ ପାଖରୁ ଦୂରରେ ରହିଛି। ସତ୍ୟ ପାଖରୁ ଦୂରରେ ରହିଛି ମାନେ ପରିପ୍ରକାଶ ହେଇପାରି ନାହିଁ, କିନ୍ତୁ ତା ଭିତରେ ଅନ୍ତର୍ନିହିତ ସତ୍ୟଟି ରହିଛି। ତେଣୁ ପ୍ରଭୁ କହୁଛନ୍ତି ଯେକୌଣସି ବସ୍ତୁର ସମଗ୍ର ସତ୍ୟ ହେଉଛି କ'ଣ ନା ସମ୍ପୂର୍ଣ୍ଣ ଏବଂ ସର୍ବ ଅନ୍ତର୍ଗତକାରୀ ଗୋଲ। ତାମାନେ ସବୁ ଯାକ ତା ଭିତରେ ରହିଛି, ସବୁ ଯାକ ରହିଛି ଏବଂ ସିଏ ସର୍ବଦା ଜ୍ଞାନ ରୂପୀ ଈଶ୍ୱରଙ୍କର ସେହି ଏକ ଏବଂ ଅଦ୍ୱିତୀୟ ଆଶୟ। ତେଣୁ ବାଇ ଡିଫଲ୍ଟ ଯୋଉଟା ଆମେ ମୁନି ଋଷି ମାନେ ଜାଣିପାରିଥିଲେ ନିଜର ତପ ବଳରେ ସେ କହୁଥିଲେ, ସେଇଥିପାଇଁ କହିଛନ୍ତି କ'ଣ ତମେବ ମାତାଶ୍ଚ ପିତା ତମେବ। ସେ ହିଁ ହଉଛନ୍ତି ଆମର ମାତା ଏବଂ ପିତା। ମନୁଷ୍ୟ ବୁଝିଲା ଭଳି ଭାଷାରେ ଆମେ ବୁଝିବା ପାଇଁ ଯୋଉ ଭାଷାରେ ପ୍ରକାଶ କରିଛନ୍ତି, ସେ ଭାଷାର ଅର୍ଥ ହେଉଛି ଯେହେତୁ ମାତା ପିତାଙ୍କର ଅଂଶ ହେଉଛି ପୁତ୍ର, ତେଣୁ ପୁତ୍ର ଭିତରେ ମାତା ଏବଂ ପିତାଙ୍କର ଉଭୟ ଗୁଣ ରହିଥାଏ ଏବଂ ତାହା ପୁଣି ପୁରା ଭାବରେ ରହିଥାଏ। କେବଳ ପରିପ୍ରକାଶରେ ଯାହା ଭିନ୍ନ ହୁଏ। ତେଣୁ ଆମେ ଯଦି ଏଇ ବାହ୍ୟ ଦୃଷ୍ଟିକୋଣରୁ ବି ବୁଝିବା, ଭଗବାନ ହେଉଛନ୍ତି ଆମର ମାତା ପିତା, ତାଙ୍କଠାରୁ ଯେହେତୁ ଆମେ ସୃଷ୍ଟି, ତେଣୁ ମୋ ଭିତରେ ତାଙ୍କର ସମସ୍ତ ଶକ୍ତି ସାମର୍ଥ୍ୟ ରହିଛି। ଯଦି ଯୋଉମାନେ ଗଭୀର ଅର୍ଥରେ କହିଛନ୍ତି, ପ୍ରଭୁ ଶ୍ରୀ ଅରବିନ୍ଦ ତାକୁ ଆହୁରି ଅଧିକ ଗଭୀର କରିଛନ୍ତି ଯେ ସେଇ ପରମ ଚେତନା ନିଜେ ନିବର୍ତ୍ତିତ ହେଇଛନ୍ତି। ତେଣୁ ସମଗ୍ର ଚେତନାର ଯାହା ଯାହା ସାମର୍ଥ୍ୟ ରହିଛି, ଜ୍ଞାନ, ଆଲୋକ, ଯୋଉ ଆମେ କହୁଛନ୍ତି ଅମୃତତ୍ଵ, ଶକ୍ତି, ଐଶ୍ୱର୍ଯ୍ୟ, ସବୁର ଅଧିକାରୀ ମୋ ଭିତରେ ରହିଛନ୍ତି। କିନ୍ତୁ ସେଇଥିପାଇଁ ସେ କହୁଛନ୍ତି ବସ୍ତୁର ଚାରି ପାଖରେ ଘୂରିବାରେ ଲାଗିଛି, ସେ ଏକ ଏବଂ ଅଦ୍ୱିତୀୟ।
ତାଙ୍କରି ସମଗ୍ର ସୃଷ୍ଟିରେ ଯାହା ସବୁ ରହିଛି ସବୁ ହିଁ ତାଙ୍କରି ପରିପ୍ରକାଶ। କିନ୍ତୁ ଆମର ଅନ୍ତର୍ଗତ ଯୋଉ ସତ୍ୟଟି ରହିଛି ତାହା ପରିପ୍ରକାଶ ହେଲା ବେଳକୁ ଆମ ଭିତରେ ବିକୃତ ହେଇଯାଇଛି। ବିକୃତ ଭାବରେ ଆମ ପରିପ୍ରକାଶ ହଉଛି ବା ଆମେ କରୁଛୁ। ତେଣୁ କଣ ହଉଛି, ମୁଁ କିଛି ବି ସ୍ପର୍ଶ କରିପାରୁନି, ଜାଣିପାରୁନି, ସମାଧାନ ଖୋଜୁଛି କେତେବେଳେ ସେଇଟା ବି ସନ୍ଦେହ ଲାଗେ। ମା କହୁଛନ୍ତି, ଶ୍ରୀଦେବୀ କହୁଛନ୍ତି, ସମସ୍ତ ସାଧୁ ମୁନି ଋଷି ସମସ୍ତେ କହୁଛନ୍ତି, ଜଣେ ଯେତେବେଳେ ସଂକଳ୍ପ କରିବ ତାଙ୍କୁ ପାଇବା ପାଇଁ ତାଙ୍କୁ ସେ ନିଶ୍ଚୟ ପାଇବ। ଇଏ ହଉଛି ମାନେ 100ରୁ 7 ଆଉ 100% ସତ୍ୟ ଯେମିତି କହନ୍ତି। ଯଦି ଆମେ ତାକୁ ଟିକେ କଥା ଛଳରେ କହିବା ଯେ 100ରୁ 1000% ସତ୍ୟ। ଜ୍ଞାନ 537ରେ କହୁଛନ୍ତି, ଏପରି ଅନେକ ଗଭୀର ସତ୍ୟ ରହିଛି ଯାହାକୁ କି ଜଣେ ଅନଭିଜ୍ଞ ଶର ନିକ୍ଷେପକାରୀ ହାତରେ ରହିଥିବା ବିପଜ୍ଜନକ ନାନା ଅସ୍ତ୍ର ସହିତ ତୁଳନା କରାଯାଇ ପାରିବ। ଯଦି ଯଥାର୍ଥ ଭାବରେ ସେଗୁଡ଼ିକର ବ୍ୟବହାର କରାଯାଏ ତେବେ ସେଗୁଡ଼ିକ ପରମେଶ୍ୱରଙ୍କର ଅସ୍ତ୍ରାଗାରରେ ରହିଥିବା ସବୁଠାରୁ ଅଧିକ ମୂଲ୍ୟବାନ ଏବଂ ସବୁଠାରୁ ଅଧିକ ଶକ୍ତିଶାଳୀ ଅସ୍ତ୍ର ରୂପେ କାମ ଦେଇପାରିବେ। ତେଣୁ ଦେଖନ୍ତୁ, କହୁଛନ୍ତି ଜଣେ ଅନଭିଜ୍ଞ ଶର ନିକ୍ଷେପକାରୀ ହାତରେ ରହିଥିବା ବିପଜ୍ଜନକ ନାନା ଅସ୍ତ୍ର ସହିତ ତୁଳନା କରାଯାଇ ପାରିବ। ତାମାନେ ଏତେ ଗଭୀର ସତ୍ୟ ରହିଛି। ସେଇ ସକାଶେ କଣ ହଉଛି, ଆମେ ଯେତେବେଳେ ଚେତନାରେ ঊର୍ଦ୍ଧ୍ୱକୁ ଯାଇନାହୁଁ, ତେଣୁ ଆମ ପାଖରେ ସବୁ କିଛି ରିଭିଲ୍ ହଉନାହିଁ। ସବୁ କିଛି ସାମର୍ଥ୍ୟ ମୋର ପରିପ୍ରକାଶ ହଉନାହିଁ। ନହେଲେ କଣ ହବ, ଯେପରି ରାକ୍ଷସ ବା ଅସୁର ମାନଙ୍କ ହାତରେ ଯେତେ ଶକ୍ତି ପଡେ ସେମାନେ ଯାହା କରନ୍ତି, ସେମାନେ ସମସ୍ତଙ୍କୁ ଅଧିକାର କରିବାକୁ ଚାହାନ୍ତି। ଆଗ ତ କହିବେ ସ୍ୱର୍ଗ ଅଧିକାର କରିବୁ, ଭଗବାନଙ୍କୁ ଗାଦିରୁ ଉଠେଇ ଦବୁ, ତାଙ୍କରି ଜାଗା ନବୁ। ମାନେ ଯିଏ ବର ଦେଇଥିବେ ଆଗ ତାଙ୍କୁ ତାଙ୍କ ଜାଗାରୁ ହଟେଇବେ। ଇଏ ହଉଛି ଏକ ଅହଂ ପ୍ରବୃତ୍ତି, ଆସୁରିକ ପ୍ରବୃତ୍ତିର ଲକ୍ଷଣ। ତେଣୁ ତାମାନେ ଏମିତି ବି ସତ୍ୟ ରହିଛି, ଯଦି ଆମେ ତାକୁ ଯଥାର୍ଥ ଭାବରେ ବ୍ୟବହାର କରିବା ତାହା ସବୁଠାରୁ ଅଧିକ ମୂଲ୍ୟବାନ ଏବଂ ସବୁଠାରୁ ଅଧିକ ଶକ୍ତିଶାଳୀ ଅସ୍ତ୍ର ରୂପେ କାମ ଦେଇପାରିବ। ଆମକୁ ଏ ବାଧା ସୃଷ୍ଟି କରୁଛି କିଏ? ଏ ଯୋଉ ଅଜ୍ଞାନତା ଆମ ଭିତରେ ରହିଛି, ସେ ଅଜ୍ଞାନତା ହିଁ ତାର ପ୍ରଥମ ବାଧକ। କଣ ଅଜ୍ଞାନତା ରହିଛି? ସେ ଅଜ୍ଞାନତାକୁ କିଏ ବୃଦ୍ଧି କରିବାରେ ସାହାଯ୍ୟ କରୁଛି? ଆମେ ସବୁବେଳେ ସମସ୍ତେ ଜାଣିଛନ୍ତି, କିନ୍ତୁ ପୁଣି ତାରି କବଳରେ ପଡିଯାଉଛନ୍ତି। ଆସକ୍ତି, ଆତ୍ମବଡ଼ିମା, କ୍ଷମତା, ଅର୍ଥର ଲାଳସା, ନିଜେ ନିଜକୁ ପ୍ରୋଜେକ୍ଟ କରିବା। ଆପଣ କହିବେ ଯେ ମୁଁ ତ କେବେ ପ୍ରୋଜେକ୍ଟ କରେନି। ଆପଣ ପ୍ରତି ମୁହୂର୍ତ୍ତରେ ପ୍ରୋଜେକ୍ଟ କରନ୍ତି। କେମିତି? ଆପଣ କହୁଛନ୍ତି ଆପଣ କହିବେ ମୋ କଥା ସେ ଶୁଣିଲା ନାହିଁ, ତା ମାନେ କଣ? ଆପଣ ନିଜକୁ ପ୍ରୋଜେକ୍ଟ କଲେ। ସିଏ କଣ ଜାଣିଛି କହିଲ? ଆପଣ ନିଜକୁ ପ୍ରୋଜେକ୍ଟ କଲେ। ଆମେ କହୁନା ସେ କଣ ଜାଣିଛି କହିଲ? ଯାହା ହେଲାଣି ଏ ଜଗତ, ତାମାନେ ଆପଣ କହୁଛନ୍ତି ଆପଣ ବହୁତ ଜ୍ଞାନୀ, ଅନ୍ୟମାନେ ସବୁ ଅଜ୍ଞାନ। ପ୍ରତ୍ୟେକ ମୁହୂର୍ତ୍ତରେ ଆମେ ନିଜକୁ ପ୍ରୋଜେକ୍ଟ କରୁ। ଯେ ପର୍ଯ୍ୟନ୍ତ ମଣିଷ ନିଜକୁ ପ୍ରୋଜେକ୍ଟ କରି ଚାଲିଥିବ, ସେତେବେଳେ ତା ଭିତରେ ଦେଇକି କେବଳ ଅହଂ ହିଁ ପରିପ୍ରକାଶ ହେଇ ଚାଲିଥିବ ଏବଂ ସବୁ ବିଧ୍ୱଂସକାରୀ ଘଟଣାର ସେ କାରଣ ହେଇ ଚାଲିଥିବ। ମା କହୁଛନ୍ତି, ଯଥାର୍ଥ ଜ୍ଞାନର ଗୋଟିଏ ବିନ୍ଦୁ ମଧ୍ୟ ଅଜ୍ଞାନର ଜଗତ ମଧ୍ୟକୁ ନିକ୍ଷିପ୍ତ ହୋଇପାରିଲେ ଏକ ବିପ୍ଳବ ଘଟାଇ ଦେଇପାରିବ। କିନ୍ତୁ ସେ ଯୋଉ ଯଥାର୍ଥ ଜ୍ଞାନର ଯୋଉ ବିନ୍ଦୁଟିଏ ଆମ ଭିତରକୁ ନିକ୍ଷିପ୍ତ ହେଲେ ତ ଆପଣ କହିବେ ଆମେ ଶୁଣୁଛୁ, ବୁଝୁଛୁ, କଣ ଜ୍ଞାନ ଆସୁନି? ଶୁଣିବା, ବୁଝିବା ଯୋଉ ଆମେ ଚେଷ୍ଟା କରୁଛୁ, ଇଏ ହଉଛି କଣ ଯେ ପବନ ରେ ବାସ୍ନା ଆସିଯାଉଛି। ପବନରେ ବାସ୍ନା ଆସୁଛି, ମତେ ବାସୁଛି, କିନ୍ତୁ ମୁଁ ତାକୁ ରଖି
ତା ଭିତରୁ ପରଫ୍ୟୁମ୍ ବାହାର କରିପାରିଛି କି? ପରଫ୍ୟୁମ୍ ବାହାର କରିକି ସେ ବୁନ୍ଦାଟାକୁ ତାକୁ ଧରିକି ରଖି ଯଦି ମୁଁ ତା ଭିତରୁ ପରଫ୍ୟୁମ୍ ବୁନ୍ଦାଟା ତିଆରି କରିପାରିବି, ତାହେଲେ ତ ମୋ ପାଖରେ ପରଫ୍ୟୁମ୍ଟା ରହିବ। ନହେଲେ ଯେତେ ଭଲ ବାସ୍ନା ହେଲେ ମଧ୍ୟ ଚାରିଆଡ଼େ ସୁନ୍ଦର ଫୁଲ ବଗିଚା ରହିଛି, ବାସ୍ନା ରହିଛି, ସବୁ ରହିଛି, ମୋ ଦେହରେ ବାଜୁଛି, ମତେ ବାସୁଛି, ସବୁ ହଉଛି, ମୁଁ ତା ଭିତରେ ରହିଛି, ମୋ ଚତୁଃପାର୍ଶ୍ୱରେ ବାସନା, କିନ୍ତୁ ମୁଁ ସେଥିରୁ ପରଫ୍ୟୁମ୍ ତିଆରି କରିବା ଶିଖି ନାହିଁ। ଯଦି ପରଫ୍ୟୁମ୍ ତିଆରି କରିବା ଶିଖି ନାହିଁ, ଯଦି ଶିଖି ଯାଇଥାନ୍ତି, ପରଫ୍ୟୁମ୍ ତିଆରି କରିବା ଶିଖିଲେ କଣ ହବ? କୋଉଥିରୁ? ସେ ବାସ୍ନା ଯୋଉ ଆସିଲା, ତାହେଲେ କଣ ହବ? ସେ ପରଫ୍ୟୁମ୍ଟି ସ୍ଥୂଳ ରୂପ ଗ୍ରହଣ କଲା। ଯୋଉ ବାସ୍ନାଟା ଥିଲା, ସେ ବାସ୍ନାଟା ସ୍ଥୂଳ ରୂପ ଗ୍ରହଣ କଲା। ସ୍ଥୂଳ ରୂପ ଗ୍ରହଣ କଲେ ହିଁ ତ ମୋ ପାଖରେ ରହିବ। ତେଣୁ ଆମେ ଯୋଉ ପାଠଚକ୍ରରେ ଯୋଗ ଦଉଛନ୍ତି, ଆମେ ଯୋଉ ଶୁଣୁଛନ୍ତି, ଇଏ ସବୁ ହଉଛି ବାସନା। ଇଏ ସବୁ ହଉଛି ମତେ ପ୍ରସ୍ତୁତ କରୁଛି ସେଇ ବାସନାଟାକୁ କିପରି ମୁଁ ସ୍ଥୂଳ ରୂପ ଦେବି, କୋଉ ମାଧ୍ୟମ ଦେଇକି ଦେବି, ସେ ମାଧ୍ୟମ ଗୁଡାକ ମତେ ଜଣେଇ ଦେବା ପାଇଁ। ବର୍ତ୍ତମାନ ସେ ମାଧ୍ୟମ ଗୁଡ଼ିକୁ ମତେ କଣ କରିବାକୁ ହବ? ସେ ମାଧ୍ୟମ ଗୁଡ଼ିକୁ ମତେ କିଣିବାକୁ ପଡିବ, ତିଆରି କରିବାକୁ ପଡିବ। ଯାହା କେତେ ଗୁଟେ ମାଧ୍ୟମ ତିଆରି ହବ, କେତେ ଗୁଟେ ମାଧ୍ୟମ କିଣିବାକୁ ପଡିବ। ସବୁ ଯନ୍ତ୍ର ତ ମିଳିଯିବନି ନା, କେତେ ଗୁଟେ ଯନ୍ତ୍ର ଆପଣ ତିଆରି କରିବେ, ତାପରେ ତାକୁ କିଣିବେ, କିଛି କିଣିଲେ, କିଛି ତିଆରି କଲେ, ତାପରେ ସେ ଯନ୍ତ୍ରକୁ ପୁଣି ବ୍ୟବହାର କରିବାକୁ ପଡିବ। ସେଥିପାଇଁ ମା କହୁଛନ୍ତି, ତୁମେ ନିରନ୍ତର ଆଗ ଚାହିଁବା, ଯୋଉଟା ନା ଆମେ ଆସ୍ପୃହାକୁ ନିରନ୍ତର ତମେ ଚାହିଁବ, ଆସ୍ପୃହା କରିବ, ତାପରେ ସେ ଯନ୍ତ୍ର କିଣିବା ପାଇଁ ଅନଲାଇନ ଅର୍ଡର ଦବ କି ମାର୍କେଟକୁ ଯିବ, ତେଣୁ କଣ କରିବ? ନାମ ଜପ କରିବ। ତାକୁ ଧାରଣ କରି ରଖିବା ପାଇଁ ଆପଣ ଗାଡି ଯୋଗାଡ଼ କରିବେ, ମାର୍କେଟରେ ଖୋଜିବେ, ସେଇ ଯୋଉଠି ଆପଣଙ୍କୁ କଣ ହବ? ମାତୃକୈନ୍ଦ୍ରିକ ହେଇ ମାଙ୍କ ଚେତନାରେ ରହି ଯୋଉ ଶକ୍ତି, ଯୋଉ କାର୍ଯ୍ୟ, ଯୋଉ ପୁସ୍ତକ, ଯୋଉ ଜ୍ଞାନ ଆପଣଙ୍କୁ ମାଙ୍କ ଆଡକୁ ନଉଛି, ତାକୁ ସବୁ କଣ କରିବେ? ମାର୍କେଟରୁ କିଣି ଆଣିବେ। ଏବଂ ଗଲାବେଳେ ପୁଣି କଣ କରିବେ? ଯୋଉ ଗୁଡାକ ଆପଣଙ୍କୁ ହଇରାଣ କରିବେ, ତାକୁ ସାଇଡ କରିଦେଇ ପଳେଇବେ। ଏଇଭଳି ଭାବରେ ମତେ ଲାଗି ରହିବାକୁ ପଡିବ। ମେସିନ ଆଣିବି, ମେସିନ ଆଣିକି ଯଦି ତାକୁ ମୁଁ କାମରେ ନ ଲଗେଇଲି, ପୁଣି ସରିଲା। କାମରେ ପୁଣି କେମିତି ଲଗେଇବେ? ଆପଣ ଜାଣିଲେ, ନାମଜପ ବି କରୁଛନ୍ତି, ଅଧିକ ଗଭୀର ଭିତରକୁ ଯଦି ଯାଇ ନାମଜପ ଯେତେବେଳେ କରିବେ, କୋଉଥିପାଇଁ ନାମଜପ କରୁଛନ୍ତି ତା ବିଷୟରେ ସଚେତନ ହେବେ। ଖାଲି ନାମଜପ କରୁଛନ୍ତି, ଠିକ ଅଛି, ଫଳ ମିଳିବ, କିନ୍ତୁ ଗଭୀର ଫଳ ମିଳିବା ପାଇଁ, ତ୍ୱରିତ ଫଳ ମିଳିବା ପାଇଁ, ଯେମିତି କଣ କହନ୍ତି, କଥାରେ କହନ୍ତି ଯେ ଖାଲି ତାଳ ଫୁଟେଇବ, କି ତାକୁ ଟିକେ ଅଧିକ ଜୋରରେ ଭିଡି ଦେଇକି ଫିଟେଇବ, ସେଟା ଜୋରରେ ସାଉଣ୍ଡ ହବ। ତେଣୁ ଖାଲି ନାମଜପ କରିବେ, କିନ୍ତୁ ଲକ୍ଷ୍ୟ, ଉଦ୍ଦେଶ୍ୟ ତାକୁ ମନେ ପକେଇ ସଚେତନ ହେଇ ଆପଣ ନାମଜପ କରିବେ। ରୂପାନ୍ତରିତ ହବା ଏବଂ ଚୈତ୍ୟ ସତ୍ତା ସମ୍ମୁଖକୁ ଆସିବା, ଚୈତ୍ୟ ସତ୍ତା ଦ୍ୱାରା ମୁଁ ପରିଚାଳିତ ହେବି, ତାହାକୁ ମୁଁ ସଚେତନ ହେଇ ନାମଜପ କରିବି, ତାହେଲେ କଣ ହବ? ମୁଁ କାମରେ ଲାଗିଲି। ତେଣୁ ପୁଣି କଣ ହବ? କାମରେ ଲାଗିବେ। ପୁଣି କାମରେ ଲାଗିଲେ ବୋଲି କେମିତି ଜାଣିବ କାମଟା ଚାଲିଛି, ମେସିନଟା ଚାଲିଛି? କେମିତି ଜାଣିବେ? ଏପଟରେ ଭର୍ତ୍ତି କରୁଥିବେ ଜିନିଷ, ସେପଟରେ ମେସିନରୁ ବାହାରୁଥିବ, ଏବଂ ମେସିନରେ କୋଉଠି କଣ ଅସୁବିଧା ହେଲା, ସୁବିଧା ହେଲା, ତାକୁ ଦେଖୁଥିବେ, ତାକୁ ତେଲ ଦଉଥିବେ, ଖାଦ୍ୟ ଯାହା ବାହାରୁଥିବ ତାକୁ ଫୋପାଡୁଥିବେ। ଇଏ ସବୁ ହଉଛି କଣ? ଯେତେବେଳେ ଆମେ କାର୍ଯ୍ୟ କରୁଛନ୍ତି, ସେତେବେଳେ ବାରମ୍ବାର ବାରମ୍ବାର ସ୍ମରଣ, ଯୋଉ ରିମେମ୍ବର ଆଣ୍ଡ ଅଫର ଯୋଉ କୁହାଯାଏ, ବାରମ୍ବାର ମନେ ପକଉଥିବେ, ବାରମ୍ବାର ସ୍ମରଣ କରୁଥିବେ, ବାରମ୍ବାର ମନେ ପକଉଥିବେ, ବାରମ୍ବାର ସମର୍ପଣ କରୁଥିବେ। ତାମାନେ ବା ଢାଳି ଚାଲିଥିବେ ନା। ମେସିନ ଟା ଯେତେବେଳେ ପ୍ରଡକ୍ସନ କିଛି ବାହାରୁଛି, ଏପଟେ ର ମେଟେରିଆଲ ପକେଇବାକୁ ପଡିବ, ଏପଟେ ବାହାରିବାକୁ ପଡିବ। ର ମେଟେରିଆଲ ଯେତେବେଳେ ଆପଣ ଆଣୁଛନ୍ତି, ତା ଭିତରେ ଖାଦ୍ୟ ଥିବ, ତାକୁ ପ୍ରତ୍ୟାଖ୍ୟାନ କରିବେ। ତେଣୁ ଯୋଉଠି ମୁଁ ସଂଗଠନ ଭିତରେ, ସମୂହ ଭିତରେ କାର୍ଯ୍ୟ କରୁଛି,
ନିଜ ବ୍ୟକ୍ତିଗତ ଭାବରେ କାର୍ଯ୍ୟ କରୁଛି, ସବୁ ଗୁଡ଼ାକ ମୋତେ ଦେଖିବାକୁ ପଡ଼ିବ ଯେ କୋଉ ଗୁଡ଼ିକ ମୋତେ ନିଜକୁ ପ୍ରତିଷ୍ଠା କରୁଛି, କୋଉ ଗୁଡ଼ାକ ମୋତେ ମାଙ୍କ ପାଖକୁ ନେଇଯାଉଛି। ଯୋଉଠି ଯୋଉଠି ନିଜ ପ୍ରଶଂସା ଆସୁଛି, ନିଜେ ଗୁରୁତ୍ୱ ବହନ କରିବା ପାଇଁ ନିଜ ଭିତରେ ଗୋଟେ ଇଚ୍ଛା ପୋଷଣ ହେଉଛି, ଆପଣ ସେଗୁଡ଼ାକ ସବୁ ବାଛିକି ବାହାର କରିଦେବେ, ବାଛିକି ବାହାର କରିଦେଉଥିବେ, ବାଛିକି ବାହାର କରିଦେଉଥିବେ। ସବୁବେଳେ ସବୁବେଳେ ଲାଗିପାତି ବାହାର କରିଦେଉଥିବେ। କୋଉଠି ଆପଣ ଆସକ୍ତି ରହିଗଲା, ଆପଣ ସଂକୀର୍ଣ୍ଣ ଭାବରେ ଗୋଟିଏ ବସ୍ତୁ ପ୍ରତି ଆପଣଙ୍କର ଆସକ୍ତି ରହିଲା ବା ବ୍ୟକ୍ତି ପ୍ରତି ଆସକ୍ତି ରହିଲା, ଅନ୍ୟମାନଙ୍କ ପ୍ରତି ସେ ପ୍ରକାରର ଭାବ ନାହିଁ, ତାମାନେ ଆପଣ ଜାଣିଲେ ଏଇଟା ମୋତେ କ'ଣ କରୁଛି, ଗଲା ଆଉ ତେଲ ପିଡ଼ିଆରେ ମୋତେ ଅସୁବିଧା କରିବ, ରହିଗଲା। ସେ ଆସକ୍ତିକୁ ଆପଣ ତ୍ୟାଗ କରିବେ ଏବଂ ସବୁବେଳେ ସବୁବେଳେ ମେସିନଟା ଚାଲୁ ରଖିଥିବେ, ସବୁବେଳେ। ତେଣୁ ମାଙ୍କୁ ଆମେ ପ୍ରାର୍ଥନା କରିବା ଯେପରି ସେଇ ଯୋଉ ଯଥାର୍ଥ ଜ୍ଞାନର ଗୋଟିଏ ବିନ୍ଦୁ ମୋ ଭିତରେ ନିକ୍ଷିପ୍ତ ହେଇପାରିବ। ଜ୍ଞାନ 538, ଜ୍ଞାନ 538। ଯେଉଁ ଅନମନ୍ୟ ଦୁରାଗ୍ରହିତା ସହିତ ଆମ ବିଶ୍ୱଗତ ଜୀବନର ଅଖଣ୍ଡ ଆନନ୍ଦ ଆମକୁ ସତତ ଆହ୍ୱାନ ଜଣାଇବାରେ ଲାଗିଥିଲେ ମଧ୍ୟ ଆମେ ନିଜର କ୍ଷୁଦ୍ର ଖଣ୍ଡିତ ତମସା ଦ୍ୱାରା ଅବରୁଦ୍ଧ ଏବଂ ଦୁଃଖାକୁଳ ବ୍ୟକ୍ତି ଅସ୍ତିତ୍ୱଟିକୁ ଜାବୁଡ଼ି ଧରି ରହିଥାଉ। ତାହାକୁ ପରମେଶ୍ୱରଙ୍କର ନାନା ରହସ୍ୟ ମଧ୍ୟରେ ଏକ ସବୁଠାରୁ ଅଧିକ ଆଶ୍ଚର୍ଯ୍ୟଜନକ ରହସ୍ୟ ବୋଲି କୁହାଯିବ। ଯେଉଁ ଅନ୍ତହୀନ ଅନ୍ଧତା ସହିତ ଆମେ ଏହି ସମଗ୍ର ପୃଥିବୀ ଉପରେ ଆମ ଅହଂର ଛାୟାଟାକୁ ମଡ଼ାଇ କରି ରଖିଥାଉ ଏବଂ ତାହାକୁ ହିଁ ବିଶ୍ୱମୟ ସତ୍ତା ବୋଲି କହୁଥାଉ, ଏହାକୁ କେବଳ ତାହାରି ସମକକ୍ଷ ବୋଲି କୁହାଯାଇପାରିବ। ଏହି ଦୁଇଟି ଯାକ ଅନ୍ଧକାରକୁ ହିଁ ଯଥାର୍ଥରେ ମାୟାର ଅନ୍ତର୍ମମ ଏବଂ ଶକ୍ତି ବୋଲି କୁହାଯିବ। ଏହି ଆଲୋଚନାର ଆହୁରି ବ୍ୟାପକ ଭାବେ କହୁଛନ୍ତି ଆମର ଅହଂର ଯେଉଁ ଅଜ୍ଞାନତା ମୂର୍ଖତା ଦ୍ୱାରା ଆମେ କେମିତି କ୍ଳାନ୍ତ ହୋଇ ପରମ ପ୍ରଭୁଙ୍କ ଚରଣରେ ଅବସ୍ଥାପିତ ହେଇପାରୁନାହୁଁ ବା ପରମ ପ୍ରଭୁଙ୍କ ଚରଣକୁ ସ୍ମରଣ କରିପାରୁନାହୁଁ, ମାଙ୍କୁ ଆବାହନ କରିପାରୁନୁ, এই ବିଷୟରେ ଏଠି କହୁଛନ୍ତି ଏବଂ କହୁଛନ୍ତି ଯେ ଏକମାତ୍ର ଇଏ ହେଉଛି ଦୁର୍ଦ୍ଦଶାର କାରଣ କ'ଣ? ଅଜ୍ଞାନତା ଆଉ ମୂର୍ଖତା। କାହାର? ଆମର ଅହଂର। ଅହଂ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ସେ ସବୁବେଳେ ପ୍ରଚେଷ୍ଟା କରି ଚାଲିଛି। ସେଥିପାଇଁ ଲେଖୁଛନ୍ତି ଯେଉଁ ଅନମନ୍ୟ ଦୁରାଗ୍ରହିତା ସହିତ ଆମ ବିଶ୍ୱଗତ ଜୀବନର ଅଖଣ୍ଡ ଆନନ୍ଦ ଆମକୁ ସତତ ଆହ୍ୱାନ ଜଣାଇବାରେ ଲାଗିଥିଲେ ମଧ୍ୟ ଆମେ ନିଜର କ୍ଷୁଦ୍ର ଖଣ୍ଡିତ ତମସା ଦ୍ୱାରା ଅବରୁଦ୍ଧ ଏବଂ ଦୁଃଖାକୁଳ ବ୍ୟକ୍ତି ଅସ୍ତିତ୍ୱଟିକୁ ଜାବୁଡ଼ି ଧରିଥାଉ। ଅହଂ ହିଁ କ'ଣ କରେ? ସବୁବେଳେ ନିଜର ବ୍ୟକ୍ତି ଅସ୍ତିତ୍ୱଟିକୁ ଜାବୁଡ଼ି ଧରିଥାଏ। ଆମେ ଅନେକ ସମୟରେ ଦେଖୁଥିବେ ଇଏ ଗୋଟେ ପ୍ରାୟତଃ ବ୍ୟକ୍ତିମାନେ ଏ କଥା ଉଠାନ୍ତି ଯେ ମୁଁ ପ୍ରତିଷ୍ଠିତ କରିଥିଲି, ଏ ଆଶ୍ରମ କିଏ ତିଆରି କରିଥିଲା? ମୁଁ ତିଆରି କରିଥିଲି। ମାଙ୍କୁ କିଏ ଆଣିଥିଲା? ମୁଁ ଆଣିଥିଲି। ସମାଧି ମନ୍ଦିର କିଏ ତିଆରି କରିଥିଲା? ମୁଁ ତିଆରି କରିଥିଲି। ଏ ମଠ ବାଡ଼ି କିଏ ତିଆରି କରିଥିଲା? ମୁଁ ତିଆରି କରିଥିଲି। ଇଏ ମକ୍କା ମଦିନା ମସଜିଦ ଯାହା ସବୁ ଧର୍ମରେ ସମସ୍ତେ ଏ ଚର୍ଚ୍ଚ କିଏ ତିଆରି କରିଥିଲା? ମୁଁ ତିଆରି କରିଥିଲି। ଏ ମସଜିଦ ଏଠି ଜାଣିଛ କାହା ପ୍ରୟାସରେ ହେଇପାରିଛି? ମୋ ପ୍ରୟାସରେ ହେଇପାରିଛି। ଏଇ ଯୋଉ ନିଜର କ୍ଷୁଦ୍ର ଖଣ୍ଡିତ ଅହଂକୁ ନେଇକିରି ଲୋକ କ'ଣ କରନ୍ତି? ତାକୁ ଜାବୁଡ଼ି ଧରନ୍ତି ଯେ ମୁଁ କରିଛି ଏବଂ ତାର ପରିଣାମ ଆହୁରି କହନ୍ତି କ'ଣ? ଯେ ଯଦି ବୟସ ହେଇଗଲା ବୋଲି ମୋତେ ଆଉ ପଚାରୁନାହାନ୍ତି। ଦେଖ ଏଇଠି ସେ ପୁଣି ଅତି ଗର୍ବ ସହକାରେ ସଗର୍ବ ସହକାରେ କହୁଥିବେ, ଜାଣିଛ ସେତେବେଳେ କେତେ ପରିଶ୍ରମ କରି ଏଠି ମାଙ୍କୁ ଆଣିଥିଲୁ, ହେଲେ ଆଜି ଏମାନେ ଆଜିକା ଛୁଆ ଆଉ ମୋତେ ପଚାରୁନାହାନ୍ତି। ଆଉ କେଜଣ ବ୍ୟକ୍ତି ଥାନ୍ତି ତାଙ୍କର ଅହଂକୁ ଆହୁରି ବଢ଼ାଇବା ପାଇଁ ସାହାଯ୍ୟ କରନ୍ତି, କହନ୍ତି ଦେଖୁନ ଇଏ କି ବ୍ୟବସ୍ଥା ହେଲା, ତାଙ୍କୁ ଆଉ ପଚାରୁନା। ଆରେ କ'ଣ ପଚାରୁଛନ୍ତି କ'ଣ ନ ପଚାରୁଛନ୍ତି ସେଇଟା ହେଲା ଅଲଗା ଡିବେଟ୍, ସେଇଟାର ସମାଧାନ ଆବଶ୍ୟକ, ସେଇଟା ହେଉଛି ଆଉ ଏକ ବିଷୟ ଯୋଉଥିରେ ଆଲୋଚନା ଦରକାର। କିନ୍ତୁ ମୁଁ ତିଆରି କରିଥିଲି ବୋଲି ମୋତେ ପଚରା ଯାଉନାହିଁ, এইটা ହେଉଛି ଅହଂର ପ୍ରତିଷ୍ଠା। ମୁଁ ତିଆରି କରିଥିଲି ମୋତେ ପଚାରିବନି, ମୁଁ ଏଠିକାର ମାଲିକ, ମୁଁ ଯିବି, ମୁଁ ଏଠିକାର ସବୁ କିଛି, ମୁଁ ଯିବି ପୁଣି କ'ଣ ନା ଲାଇନରେ ଯିବି, ମୁଁ ବେଲାଇନରେ ଯିବାର ଅଧିକାର ରହିଛି, ମୋ ପାଖକୁ ଲୋକ ଆସିବେ, ମୁଁ କ'ଣ କାହା ପାଖକୁ ଯିବି?
ये हूँ केवल से क्षुद्र खंडित तमसा द्वारा अवरुद्ध ए दुखाकुल व्यक्ति अस्तित्व से सब बेले निजको प्रतिष्ठित करुए माने प्रभु केते सुंदर भाव कहते ये हूँ परमेश्वर अनेक रहस्य गोटे आश्चर्यजनक रहस्य जी क्षुद्र जी खंडित सी कहे मु हूँ सर्वस्व ये हूँ एक आश्चर्यजनक रहस्य बोली प्रभु लिखुं ये हूँ परमेश्वर नाना रहस्य भितर गोटे अधिक आश्चर्य जी निजे क्षुद्र जी निजे खंडित जी निजे तमस्या द्वारा अवरुद्ध जे दुखाकुल व्यक्ति अस्तित्व टी तैयारी करिथाए जे दुख को ही आवाहन करिथाए सी कहे मु हूँ सर्वस्व सी कहे मो बिना किछि नहीं मु सब करिछि मु प्रभु को आनिछि मु एठी ए सबुर हर्ता करता हूँ मु ये से क्षुद्र खंडित तमस्या द्वारा अवरुद्ध जे निजको जाबुड़ी धरी रखता है प्रभु लिखुन ये आठार आश्चर्यजनक रहस्य कौन है पारे से कहते जो अंतहीन अंधता सहित जो अंतहीन अंधता सहित आम यही समग्र पृथ्वी उपरे आम अहंगर छायाटा को मड़ाई कर रखी था माने आम अहंगर छायाटा को मड़ाई केमी आम निजे अंध होगी कहीं अहंग मते कौन कर अंध कर मु चाहूची कौन नेबी ना मोर क्रेडिट मोर दरकार मोर पारिश्रमिक दरकार मु तैयारी करी ये सब हूँ मोर कहते सी कौन करे केते गुड़े उपमा अंतहीन अंधता सी एमती भाव अंध हो जाइए तार अंत नहीं अंतहीन अंधता तेणु से मुकुलिबा भारी कष्ट हो कहते ताहाकु ही सी कौन करता है विश्वमय सत्ता बोली कहूए एवं अनेक व्यक्ति जो मैंने अज्ञानता भीतर रही था से ग्रहण करती तेणु से कौन हुए जमती चाटुकार माने थांती जो माने वृथा एवं तेल मारती ता फल कौन हुए राजांकर बा जो व्यक्ति चाटु करा जाउथाए से पूरा छातीर गर्व फुली उठे तेणु एमाने कौन करती कहती देख तुम ही हूँ विश्वमय सत्ता मन रख से माने होचंदी तुमर परम शत्रु से माने होचंदी तुमर परम मित्र जे तुमर दुर्बलता जे तुमर सामर्थ्य को तुमको तुमर सम्मुख को आनिबा पई साहाय्य करूची तुम्हें एबे जे साहाय्य करूची देखिल समर्थ हो गल ताकू निय मां को पाखर समर्पण कर ए दुईटी जाक अंधकार को ही यथार्थ रे मायार अंतर्मर्म एवं शक्ति बोल कह तेणु मायार जो शक्ति कोटा ना अहं अहंग्र जो परिप्रकाश रही से कौन करता है निजको विश्वमय सत्तांकर समकक्ष बोली मन करे तेणु से क्षुद्र खंडित तमस्या द्वारा अवरुद्ध दुखाकुल व्यक्ति अस्तित्व प्रति जो आमर आसक्ति एवं अहं को आमर सर्वमय विश्वमय सत्ता बा अहं को सर्वाधिकार दबा हूँ आमर ये दुईटी जाक हूँ मूर्ख अज्ञानता आउ मूर्खता ये हूँ आमर दुईटी अस्त्र जंत्र जे कि मते कौन करे ना मोर निजस्व जो परिचय रही ज्ञान 536-37 जो कहले मोर जो निजस्व सर्व अंतर्गतकारी सत्य रही ताठारु मते दूरे रखे पथभ्रष्ट करे मते दूर को नहीं चलू थाए मां को प्रार्थना करिबा मां मते तांकर करनियत मां थैंक यू ऑल रोवर।